ମାନସିକ ଚାପ ଆମ ଜୀବନର ଏକ ଅଂଶ। ତେବେ ଏହାକୁ ପରିଚାଳନା କରିବା କେମିତି ଆସନ୍ତୁ ବୁଝିବା। କେବେ କେବେ ମନରେ ଚିନ୍ତା, ଭୟ କିମ୍ବା ରାଗ ଆସେ କି ଏହା ଚାପର ପ୍ରଥମ ସଂକେତ ହୋଇପାରେ। କେବଳ ମନ ନୁହେଁ, ଶରୀର ବି ସଂକେତ ଦିଏ, ଯେମିତିକି ହଠାତ୍ ମୁଣ୍ଡବିନ୍ଧା କିମ୍ବା ଦୁର୍ବଳ ଲାଗିବା। ଆଉ କୌଣସି କାମରେ ଠିକ୍ ଭାବରେ ମନ ଲାଗିନି, ଏକାଗ୍ରତା କମିଯାଏ। ଯଦି ଏମିତି କିଛି ଅନୁଭବ ହେଉଛି, ତେବେ ଏହା ମାନସିକ ଚାପର ଲକ୍ଷଣ ହୋଇପାରେ। ତେବେ ମାନସିକ ଚାପ କ'ଣ? ଏହା ଆମ ଶରୀରର ଏକ ସାଧାରଣ ପ୍ରତିକ୍ରିୟା। କିନ୍ତୁ ସାବଧାନ, ଏହା ଧୀରେ ଧୀରେ ବଢ଼ି ଏକ ନୀରବ ରୋଗ ପାଲଟିଯାଏ। ଆଉ ଯଦି ଉଚ୍ଚ ରକ୍ତଚାପ ବା ମଧୁମେହ ଥାଏ, ତେବେ ଏହାର ବିପଦ ଆହୁରି ବଢ଼ିଯାଏ। ଆସନ୍ତୁ ଦେଖିବା, ଚାପ ଆମ ଶରୀର ଉପରେ କିପରି ପ୍ରଭାବ ପକାଏ। ମାନସିକ ଚାପ ଯୋଗୁଁ କର୍ଟିସଲ ହର୍ମୋନ ବଢ଼େ। ଏହା ରକ୍ତ ଶର୍କରା ଆଉ ରକ୍ତଚାପକୁ ବଢ଼ାଇ ଦିଏ। ତେବେ ପ୍ରଶ୍ନ ଉଠୁଛି, ଏହି ଚାପକୁ ନିୟନ୍ତ୍ରଣ କରିବା କେମିତି? କିଛି ସରଳ ଉପାୟ ଅଛି, ଯେମିତିକି ଗଭୀର ନିଶ୍ୱାସ, ସକାଳୁ ଚାଲିବା ଆଉ ନିଜ ଲୋକଙ୍କ ସହ ମନ କଥା ବାଣ୍ଟିବା। ଆଉ ହଁ, ଦିନକୁ ଅତି କମ୍ରେ 8 ଘଣ୍ଟା ଶୋଇବା ନିହାତି ଜରୁରୀ। ଯଦି କୌଣସି ରୋଗ ଅଛି, ତେବେ ଠିକ୍ ସମୟରେ ଔଷଧ ଆଉ ଠିକ୍ ଖାଦ୍ୟ ଖାଇବା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ସହିତ ଧୂମପାନ କମ୍ କଲେ ଏବଂ ନିୟମିତ ଯୋଗ କଲେ ମଧ୍ୟ ଫାଇଦା ମିଳେ। କିନ୍ତୁ ଯଦି ଚାପ କମୁନି ଆଉ ବଢ଼ିବାରେ ଲାଗିଛି, ତେବେ ସାହାଯ୍ୟ ନେବାକୁ ପଡ଼ିବ। ଏଥିପାଇଁ ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ନେବାକୁ ଆଦୌ ଡରନ୍ତୁ ନାହିଁ। ମନେ ରଖିବେ, ସାହାଯ୍ୟ ମାଗିବା ଦୁର୍ବଳତା ନୁହେଁ, ବରଂ ଏହା ବୁଦ୍ଧିମାନର ପରିଚୟ। ତେଣୁ ଗୋଟିଏ କଥା ସ୍ପଷ୍ଟ, ମାନସିକ ଚାପକୁ କେବେ ବି ଅଣଦେଖା କରିବା ଉଚିତ ନୁହେଁ। କାରଣ ଏହାଦ୍ୱାରା ରକ୍ତଚାପ ଓ ରକ୍ତ ଶର୍କରା ଅନିୟନ୍ତ୍ରିତ ହୋଇଯିବାର ଭୟ ଥାଏ। ତେବେ ଯେମିତି ଆମେ ଶରୀରର ଯତ୍ନ ନେଉଛେ, ସେମିତି ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବାଟା କେତେ ଜରୁରୀ।